रत्न सिंहासन उपरे महाप्रभु दारुभूत मुरारी ठिया हेले तांको आगरे हाथ जोड़िले निउछाड़ी हेले कवि सूर्य बलदेव रथकृत जणाणुटाए हे क्षीरमय सिंधु से दिन रत्न सिंहासन रे बड़ ठाकुर प्रभु बड़ सिंहार बेसर थिला बेले पौड़ नीतिर अव्यवहित पूर्वरु राजा पुरुषोत्तम देव दुख जणाउचंती प्रभु उत्कलर अपमान ये प्रभु हे जगन्नाथ ये आपणकर अपमान गायक वाणीभूषण क्षेत्रवासी मिश्रंगर लेखनी धाड़ीटाए हे नीलाचल नीलचंद्र हे नीलाचल नीलचंद्र देव नहीं किए देव नहीं किए दास को क्षमा हे नीलाचल नीलचंद्र सरी जाउछि मो जीवन जमा नीलाचल नीलचंद्र देव नहीं किए दास को क्षमा नीलाचल नीलचंद्र ये जीवन प्रभु तुम्हारी पथ है जीवन तुम्हारी पथ ये जीवन प्रभु तुम्हारी दान है जीवन तुम्हारी दान है पलकर बीतेबो दिन ये जीवन तुम्हारी दान है पलकर बीतेबो ये जीवन तुम्हारी दान भणे क्षेत्रवासी जाजपुरवासी भणे क्षेत्रवासी जाजपुरवासी हे भणे
କ୍ଷେତ୍ରବାସୀ ଯାଜପୁରବାସୀ ଭଣେ ଅନ୍ତିମେ ଦର୍ଶନ ଦର୍ଶନ ସାଗର ଦେବା ଏ ନୀଳାଚଳ ଚନ୍ଦ୍ରମା ଦେବ ନାହିଁ କିଏ ପ୍ରଭୁ ଦେବ ନାହିଁ କିଏ ପ୍ରଭୁ ଦେବ ନାହିଁ କିଏ ଆଉ ଦାସକୁ କ୍ଷମା ନୀଳାଚଳ ଚନ୍ଦ୍ରମା ଦେବ ନାହିଁ କିଏ ଦେବ ନାହିଁ କିଏ ଦାସକୁ କ୍ଷମା ପୁଅ ଚୁପ ହେଇବ ଏମିତି ଡେଇଁ ଡେଇଁକିରି ମୋ ଅବସ୍ଥା କଣ ହେଲାଣି ସଜ୍ଜନ ମୋ ଘରେ ମନା କରୁଛି ରାଜା ପୁରୁଷୋତ୍ତମ ଦେବ ହଁ ନିଉଛାଳି ହେଲେ ଅନୁନୟ କଲେ ବିନତି କଲେ ଆଦେଶ ହେଲା ଏଥର ତୃତୀୟ ଥର ଯୁଦ୍ଧ ଯାତ୍ରା କର ନିଶ୍ଚୟ ଜିତିବ ଜିତିବ ଭଲ ସୈନ୍ୟବାହିନୀ ସେନାବାହିନୀ ମାନଙ୍କୁ ଧରି ରାଜା ଯୁଦ୍ଧ ଯାତ୍ରା କଲେ ମନରେ ଆଶା ନିଶ୍ଚୟ ଉତ୍କଳର ବିଜୟ ହବ ଆଉ ଶତ୍ରୁ ପକ୍ଷ ନିଶ୍ଚୟ ପରାଜିତ ହବ ଏଇ କଥା ଭାବି ରାଜା ଯୁଦ୍ଧ ଯାତ୍ରା କରୁଛନ୍ତି ଦି ଭାଇ ଯାକ ତ କଥା ଦେଇଥିଲେ ସ୍ୱପ୍ନାଦେଶ ହେଇଥିଲା ଯୁଦ୍ଧ କର ଆଜ୍ଞା ଜଗନ୍ନାଥର ବା ହାତ ଗୋଡ଼ ନାହିଁ କୁଆଡେ ନାଇଁ ନା ଜଗନ୍ନାଥର ହାତ ଗୋଡ଼ ନାହିଁ ଆଜ୍ଞା କଲେ କଣ ଦି ଭାଇ ଯାକ ନା କଳା ଧଳା ଯେ ଘୋଡ଼ା ଚଢ଼େ ବାପା ଜଗା ବଳିଆ ଗଲେ ଭିଡ଼େ ଆଉ ଜଗା ବଳିଆ ଗଲେ ପୁଅ କଳା ଧଳା ଘୋଡ଼ା ଚଢ଼ିକିରି ଜଗା ବଳିଆ ଦି ଭାଇ ଯାକ ବାହାରିଲେ ଯୁଦ୍ଧକୁ ଆଜ୍ଞା ଯାହାର ହାତ ଗୋଡ଼ ନଥିବ ସେ ଘୋଡ଼ା ଚଢ଼ିବ ଚଢ଼ିବ ଯାହା ହାତ ଗୋଡ଼ ନଥିବ ତାକୁ ଗୋଟେ ଟ୍ରାଇ ସାଇକେଲ 3 ଚକିଆ ସାଇକେଲ ନହେଲେ ପେଲିକିରି ନବ ଆଉ ଇଏ ହାତ ଗୋଡ଼ କେମିତି ଚଢ଼ିବ ଏ ହାତ ଗୋଡ଼ ନଥିବ ଘୋଡ଼ା କେମିତି ଚଢ଼ିବ ପୁଅ କଳା ଧଳା ଘୋଡ଼ା ଚଢ଼ି ଦି ଭାଇ ଯାକ କାଞ୍ଚି ଯୁଦ୍ଧ କରିବା ପାଇଁ ବାହାରି ଗଲେ କିଛି ବାଟ ଯାଇଛନ୍ତି କହିଲେ ରାଜାଙ୍କ ମନ ଭିତରେ ସାହସ ସଞ୍ଚୟ ହଉ ଆଗକୁ ଆଗକୁ ଯିବା ସତ ପ୍ରମାଣ ଦେଇଯିବା ଆମେ ଆଗରେ ଦି ଭାଇ ଯାଇଛେ ଠିଆ ହେଲେ ଜଗନ୍ନାଥ ଏତେ କଣ ଧୀରିପାତି ହଉଛୁ ତୁ ଆଇଲୁ ଜଗା କିରେ ସେଠି କଣ ଗୋଟେ ଖୁଣ୍ଟ ଭଳିଆ ଠିଆ ହେଲୁ ତ ମନରେ କଣ ଭାଇ ଆଉ ଯାଇପାରିବିନି ଆଗକୁ କଣ ଆକୁ କହିବ କହିଲ ଆରେ ଯୁଦ୍ଧ କରିବାକୁ ତ ପଳେଇ ଆସିଛୁ ଭିଡି ଭାଡି ହେଇକିରି ପୁଣି ଅଧ ବାଟରେ ଠିଆ ହେଇ କହୁଛୁ କଣ ଯାଇପାରିବିନି କାହିଁକି ଯାଇପାରିବିନି ଅସୁବିଧା କଣ ପ୍ରବଳ ତୃଷା ମାନେ ଶୋଷ ହଉଛି ମତେ ଜାଣିଛୁ ବା ତୁ ଯୁଦ୍ଧ କଥା ଜାଣିଲେ ଫୁଟାଣିଆକିରି ପଳେଇ ଆସିବୁ କିନ୍ତୁ ଅଧ ବାଟରେ ଶୋଷେଇବ କଣ ଯୁଦ୍ଧ କଥା ଜାଣିଲେ ତ ଫୁଟାଣିଆକିରି ପଳେଇ ଆସିବୁ ଅଧୁରି ଯିବୁ ବାହାଦୁରୀ ପରା କଣ ବାହାଦୁରୀ ଦେଇ ପଳେଇ ଆସିବୁ କଣ ବାହାଦୁରୀ ଆଉ ଯୁଦ୍ଧ କଥା ଏବେ ଶୁଣିଲୁ ନା ଆଗରୁ ଶୁଣିଦେଲୁ ଶୁଣିଥିଲି ଆଇଲୁ ହଁ ପୁଣି ଏଠି ଠିଆ ହେଇକିରି କହୁଛୁ ଶୋଷ କଲେ ଭାଇ ପ୍ରବଳ ତୃଷା ମୋ ବାପା ପରା କୋଉଠି ଜଳ ମୁନ୍ଦିଏ ଦିଅନ୍ତନି ଆଣିକିରି ଭାଇଲୋ ଜଗା ଆଗକୁ ଟିକେ ଆ କୁଆଡେ ଆଗକୁ ଆ ଯଦି କୋଉଠି ମିଳିବ ଟୋପେ ପିଇବୁ ଭାଇ ତମେ ପିଇବନି କିଏ ତମକୁ କଣ ଶୋଷ ହଉନି ନାଇଁ ମୋର କାଇଁ ଜଣା ପଡୁନାହିଁ କାଇଁ ତମେ କଣ ଏମିତି ଘରୁ ପାଣି ପିଇକି ଆଇଥିଲ ନା ମୁଁ ପାଣି କଣ ପିଏ କି ଆଉ ପାଣି ଆଉ ପିଉ ନାହିଁ ଭାଇ ତମେ ପିଉନ ଏବେ ସ୍ୱଚ୍ଛ ନିର୍ମଳ ଜଳ ପିଉଛି ସେ ଜଳ ଏ ଜଳ ନୁହଁ ମାନେ ଆମ ଶ୍ରୀମନ୍ଦିରରେ ଯୋଉ ଜଳ ସେ ଜଳ ପିଉନା ନାଇଁ ସ୍ୱଚ୍ଛ ନିର୍ମଳ ଜଳ ପିଉଛ ସ୍ୱଚ୍ଛ ନିର୍ମଳ ଜଳ ମୁଁ କାଇଁ ଦେଖିନି ତ ହଁ ନାଇଁ ଦେଖିବାକୁ ପଡିବ ଅଛି ଅଛି ହଁ। କଣ ପିଇଥିଲ କି ଆସ୍କା ଫଟି
କିରେ ତୁ କିଏ କିଏ ମୁଁ ବଳଭଦ୍ର ମୁଁ ବର୍ତ୍ତମାନ ଜଗା ବଳଭଦ୍ର କଣ ପିଇକି ଆଇଥିଲେ ଆସ୍କା ଫଟି ବେକ ମୋଡି ଦେବି ମରିବୁ କାହିଁକି ଚୁପ୍ ଅସୁବିଧା କଣ ଇଏ କଣ ଜଗନ୍ନାଥ ଠିଆ ହେଲେ କହିଲେ ଭାଇ ଆଉ ହବନି ହବ ନାଇଁ କୋଉଠୁ କଣ ଟିକେ ଦେଖ ମୋ ପାଇଁ ଜଗା ତମେ ମୋ ବଡ ଭାଇ ମୋ ମୁରବୀ ହଁ ସବୁବେଳେ ଜଗନ୍ନାଥ ତାଙ୍କ ବଡ ଭାଇର ମୁରବୀ ପଣିଆକୁ ଲୋ ମା ସବୁବେଳେ ମାନିଛନ୍ତି ଆଉ ଆମେ ଲକ୍ଷ୍ମୀ ପୁରାଣ ପଢୁଛେ ହଁ ମାଣ ବସଉଛେ ହଁ ଚିତା ପକଉଛେ ହଁ ଧାନକୁ ନେଇ ପୂଜା କରୁଛେ ଆଜ୍ଞା ଆଜ୍ଞା ନୂଆ ଧାନ ଆଇଲେ ପୂଜା କରୁଛେ ମା ଲକ୍ଷ୍ମୀ ପୁରାଣ କଣ ଶିଖେଇଛି ଆମକୁ ଗେଟେଇ ପିଠା ହେଁ? ଲକ୍ଷ୍ମୀ ପୁରାଣ ମା କଣ ଶିଖେଇଲା କଣ ଯେତେ ମା ମାନେ ମୋର ଅଛ ଲକ୍ଷ୍ମୀ ପୁରାଣ କଣ ଶିଖେଇଛି କୁହ କୁହ ଖାଲି ଲକ୍ଷ୍ମୀ ପୁରାଣ ପଢିଲେ ହବନି ଲକ୍ଷ୍ମୀ ପୁରାଣ ଶୁଣିଲେ ହବନି ଗୁରୁବାର ଗୁଡାଏ ପିଠା ଅରୁଆ ଖାଇଲେ ହବନି ଲକ୍ଷ୍ମୀ ପୁରାଣ କଣ ଶିଖେଇଛି ଲକ୍ଷ୍ମୀ ପୁରାଣ ଶିଖେଇଛି ବଡ ଭାଇର ମୁରବୀ ପଣିଆ ଦୁଇରେ ସାନ ଭାଇର କର୍ତ୍ତବ୍ୟ ବୋଧତା ତିନିରେ ଲକ୍ଷ୍ମୀଙ୍କର ପତିପରାୟଣା ଧର୍ମ ବଡ ଭାଇର ମୁରବୀ ପଣିଆ କଣ ସେଦିନ ଲକ୍ଷ୍ମୀ ଯାଇଛନ୍ତି ଚଣ୍ଡାଳୁଣୀ ଘରକୁ ଆଚ୍ଛା ଆଚ୍ଛା ଶ୍ରୀୟା ଚଣ୍ଡାଳୁଣୀ ଲକ୍ଷ୍ମୀଙ୍କର ପୂଜା କରିଛି ଅଛୁଆଁ ଜାତିର ତ ହଁ ହଁ ଶୁଣିକିରି ପୂଜା କରିଛି ହଁ ହଁ କହିଲେ କଣ ମା ଲକ୍ଷ୍ମୀ କଣ ସବୁ ଧନୀଙ୍କର ଗରିବର ନୁହଁ ହଁ ସବୁ ବର୍ଣ୍ଣ ଶ୍ରେଷ୍ଠ ଯୋଉମାନେ ଭଲ ଜାତି ସେଇମାନଙ୍କର ଆମ ଭଳିଆ ହୀନ ଜାତି ମାନଙ୍କର ନୁହଁ ସେଦିନ ଶ୍ରୀୟା ରାତିରୁ ଉଠିଲା ଲୋ ମା ବେନି ରାତ୍ର ବେନି ଘରି ଥାଇ ଚଣ୍ଡାଳୁଣୀ ଏକ ବର୍ଣ୍ଣି ଗାଈର ଯେ ଗୋବର ଆଣିଲା ଏକ ବର୍ଣ୍ଣି ଗାଈର ଯେ ଗୋବର ଆଣିଲା ଏକ ବର୍ଣ୍ଣି ଗାଈର ଯେ ଗୋବର ଆଣିଲା ଏକ ବର୍ଣ୍ଣି ଗାଈର ଗୋବର ଆଣିଲା କଣ କଲା ଗୋମୟ କରିଣ ଘର ଦୁଆର ଲେପିଲା ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିଲା ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିଲା ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିଲା ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତା ଲେଖିଲା ଲକ୍ଷ୍ମୀଙ୍କର ପୂଜା ଆରାଧନା କଲା ଯେତିକି ଜାଣିଥିଲା ଶ୍ରୀୟା ଚଣ୍ଡାଳୁଣୀ ବେଶୀ ନ ଜାଣୁ ଯିଏ ବେଶୀ ଜାଣି ନଥାଏ ସିଏ କୁଆଡେ ପରମ ଭକ୍ତ ଲୋ ମା ଭାଗବତ କହିଲେ ଜାଣୁ ନ ଜାଣୁ ମୋ ମହିମା ଭଜନ୍ତି ଭକତ ଉତ୍ତମା ଆଉ ଭଜନ୍ତି ଭକତ ଉତ୍ତମ ମୋ ବିଷୟରେ ଜାଣୁ ବା ନ ଜାଣୁ ଯିଏ ମତେ ସ୍ଥିର ଚିତ୍ତରେ ମନ ପ୍ରାଣ ସମର୍ପଣ କରି ଭଜନ କରେ ସେ ଉତ୍ତମ ଭକ୍ତ ଶ୍ରୀୟା ଚଣ୍ଡାଳୁଣୀ ମା ସେଇଆ କଲା ମା ଲକ୍ଷ୍ମୀଙ୍କର ପୂଜା କଲା ଲକ୍ଷ୍ମୀ ତ ଯାଉଛନ୍ତି ଦାଣ୍ଡେ ଦାଣ୍ଡେ ଲମ୍ବା ଲମ୍ବା ପାଦ ପକେଇକିରି ଅନେଇ ଦେଲେ ତା ଘର ଆଡକୁ ଆଉ ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ ସହି ନ ପାରିଲେ ଚଣ୍ଡାଳୁଣୀର ଦଇନି ପଦ ଫୁଲ ଦେଖି ତାଙ୍କ ବଳିଲା ଶରଧା ଦୁଇ ପାଦ ପଦ୍ମେ ଦେଇ ମାତ ହେଲେ ଉଭା ଚଣ୍ଡାଳୁଣୀ ଘରକୁ ପଳେଇ ଗଲେ ଚଣ୍ଡାଳୁଣୀ ଘରେ ଚଣ୍ଡାଳୁଣୀ ପୂଜା କଲା ଲକ୍ଷ୍ମୀଙ୍କର ଦୈବ ଯୋଗରେ ଘରର ମୁରବୀ ଦେଢଶୁର ବଳଭଦ୍ର ବଡ ଠାକୁର ଏ କଥା ଦେଖି ଦେଇଥିଲେ ଘରକୁ ଆଇଲେ ଡାକିଲେ ଜଗନ୍ନାଥଙ୍କୁ କାଳିଆ କହ୍ନେଇ ଅଇଲୁ यारा काई एमती श्रद्धारे राखुछ आजी कालिया आम सान बहू कुआडे गले से जाइछि मीटिंग की मीटिंग ए मिश्री शक्ति चलछि मिश्री शक्ति ना चीनी कोन हेडा रे मिश्री कोन हां मिशन सेतबेले मिशन शक्ति मीटिंग होतला ना कालिया भाई सान बहू कुआडे गले बलराम पचारुचंती जगन्नाथ को पिकनिक पिकनिक बस आड़े बुलिया भी जाई
କହିଲେ କୋଉଠି ଏଇଠି ଥିବେ ଆଉ ହଁ ବଳରାମ ତ ଜାଣି ଦେଇଛନ୍ତି ତାଙ୍କ ରାଗିବାର ଭାବଟାକୁ ଜଗନ୍ନାଥ ସହଜରେ ଅନୁମାନ କରିଦେଲେ ନୀରବ ରହିଲେ କିନ୍ତୁ ବଳରାମ ଚଢା ଗଳାରେ ପଚାରିଲେ କାଳିଆ କୁଆଡେ ଯାଇଛି ଆମ ବୋହୂ କହ ମୋ ଭାଇ ବୋହୂ ମୋ ଘରର ବୋହୂ କୁଆଡେ ଗଲା କାହା ଘରେ ବୁଲୁଛି କହ ବଳରାମ କହିଲେ ଲକ୍ଷ୍ମୀ ପୁରାଣ ଲେଖିଛି ସାର୍ ସେତେବେଳେ ଆଟ୍ରୋସିଟି ନଥିଲା ନହେଲେ ପବ୍ଲିକ ପ୍ଲେସରେ ଯଦି ଜାତିଆଣା ଆକ୍ଷେପ କରିବ ଆଟ୍ରୋସିଟି ସେକ୍ସନ 3 ଅନୁଯାୟୀ NBW ନନ୍ ବେଲେବୁଲ ୱାରେଣ୍ଟ ହବ କିନ୍ତୁ ଲକ୍ଷ୍ମୀ ପୁରାଣ ତ ଲେଖା ହେଇଛି ମୁଁ ଆଜ୍ଞା ବୋଲୁଛି ପବ୍ଲିକ ପ୍ଲେସରେ ଜାତିଆଣା ଆକ୍ଷେପ ହାଡି ଘରେ ଥିବ ଲକ୍ଷ୍ମୀ ଥିବ ସ୍ନାନ ନ କରି ପଶୁଛି ଦେଉଳ ଭିତରେ ହାଡି ଘର ପାଣ ଘର ବୁଲୁଛି ମୋ ଦେଉଳରେ ଆସି ପହୁଛି ମୋ ଦେଉଳ ମାରା ଯା ଜଗନ୍ନାଥ ହାତ ଯୋଡ଼ିଲେ ଲକ୍ଷ୍ମୀ ପୁରାଣ ଏଇଆ ଶିଖେଇଛି ଏବେର ଭାଇ ହେଇଥିଲେ କହିଥାନ୍ତା ମୋ ସ୍ତ୍ରୀ କୁଆଡେ ଯାଇଥିଲା ତୋର କଣ ଅସୁବିଧା ତୁ କାହିଁ କହିବୁ ତୁ ବଡ ଭାଇ ତୋ ମୁରବି ପଣିଆ ତୋ ବାଟରେ ରଖ ଯଦି ତତେ ଗନ୍ଧଉଛି 3 ଜଣ ଭଦ୍ରଲୋକ ଡାକେ ନହେଲେ ଗୋଟା ଅମିନ ଡାକେ ଯେତିକି ଅଛି କାଲି ବାଣ୍ଟି ଦବା ଜଗନ୍ନାଥ ହାତ ଯୋଡ଼ିଲେ କହିଲେ ମୋ ଭାଇ ମୋ ଘରର ମୁରବି ମା ଲକ୍ଷ୍ମୀ ପୁରାଣ ସେଇଆ କହିଛି ଭାଇ କଥା ଭାଇ ମାନିବ ନା ଭାରି ଯା ଅଟଇ ସିନା ପାଦର ପାଣ୍ଡଇ ଲକ୍ଷ୍ମୀ ପୁରାଣ କହିଲା ଭାଇ ଥିଲେ କୋଟି ଭାଜା ମିଳିତ ପାରଇ ଭାଇ ଥିଲେ କୋଟି ଭାଜା ମିଳିତ ପାରଇ ଆରେ ଭାଇ ଥିଲେ କୋଟି ଭାଜା ଭାଇ ଥିଲେ କୋଟିଏ ଭାର୍ଯ୍ୟା ମିଳିବ ପାଦର ପାଣ୍ଡୋଇ ଜୋତା ହଉଛି ସ୍ତ୍ରୀ ମୋ ଭାଇ ମୋ ପାଇଁ ମୁରବି ଭାଇ କି ଭାଇ ସମ୍ମାନ ଦବ ବଡ ଭାଇର କର୍ତ୍ତବ୍ୟବୋଧତା ସାନ ଭାଇ ମାନିବ ତାକୁ ମାନୁଛି ଗୁରୁ ସଙ୍ଗେ ଶିଷ୍ୟା ପିରତି କରୁଛି ଆଜ୍ଞା ଭାଇ ସଙ୍ଗରେ ଭଉଣୀ ଚାଖଣ୍ଡକ ଜମି ପାଇ ଆଜ୍ଞା ଭାଇ କି ପକାଏ ହାଣି ଟିକେ କମିଗଲା ହାଣି ଦବ ଭୁଜାଲି ଲଗେଇକିରି ହେ ସଜ୍ଜନ हे गुणग्राही विवेकी पंडित महोदय माँ माने मोर जगन्नाथ हाथ जोड़िले मो स्त्री भूल कर दे तो भाई आम जाति पड़ेला गोटा मीटिंग कर दबा आम जाति भाई की बसई दबा देश भाई समस्ते बसी गले जोरिमाना हबो लक्ष्मी पुराण सेया कहला स्वर्गपुर लोकंकु हकारी अणाइबा 5 लाख टंका देई जाति कराइबा 5 लाख टंका देई बलभद्र कौन हमाइले कहले अरे तो स्त्री जीव चंडाल घर को मो घर कोठर 5 लाख टंका जोरिमाना देवी मु एरे भाई पिबला भाई सिया माहिया कौन कहलु भाई हम जाति कौन कहलु जाति पुणी करबा चुप जा भाज्या थारे जे बेलब अछिरे कोनाई चंडाल साई रे तू न जल जाई बड़ बड़ देउळ को आउ भारी जाकू घेनी दंड बुढ़ा रागिला भाई भाई लो कहला ए जाति भाई की डाकी दबा 5 लाख जा भाज्या ठारे जदि लोभ अछि चंडाल साई रे उटा घर करिकि रह भाई सत्यानाशी खेचेड़ी आज आसु खेचेड़ी कौन खेचेड़ी मोस्त्री लखी खेचेड़ी कौन मु खेचड़ से खेचेड़ी हाँ खेचड़ तो स्त्रीलिंग खेचेड़ी मु पुरुष से पुरुषी 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 अभिधान लिखुन पुआ आसु सत्यानाशी आइले माँ लक्ष्मी ठिया आइचंडी जगन्नाथ आसु हेती सुबुची कोठी के पाखो ना मो भितर को जीबी भितरु कोन जीव मणे रोसे करिबी कोर जाई हलो आ बोलिया को जाई बुलिया जाई हलो बुलिया जाई हलो सेसाई की काई जाई हलो को सही ए सत्यानाशी सेसाई की काई जाई हम पाखेला डरियला ए सुन मु देखिथिले तते मु माइप कर देई थांती हे माइपो कौन आज्ञा आज्ञा मा हाँ हां सही
ହେଇଟି ହଁ ବଡ ଭାଇ ମୋର ତମ ଦେଢ ଅସୁର ସିଏ ଦେଖିଛନ୍ତି ବାରଣ ଆଜି ଠାରୁ ତମେ ଯୋଉ ହୁକୁରୁ ହୁକୁରୁ ଆସୁନ ମତେ ଛାଡ ଆଜି ଠାରୁ ତୁମର ଇଏ ମନ୍ଦିର ଭିତରେ ପ୍ରସବ ନିଷେଧ ଡେଲିଭରି ନିଷେଧ ନା କାହାର delivery? ପ୍ରସବ ନିଷେଧ କଣ ଡେଲିଭରି ଇରେ କାହାର ପ୍ରବେଶ ନିଷେଧ କହୁନୁ ରାଗି ଯିବାରେ ପ୍ରବେଶ କିଏ ପ୍ରସବ କିଏ ଜାଣି ହେଲାନି ପ୍ରବେଶ ନିଷେଧ ହଁ, ହଁ। ମୁଁ କହିଲି ପ୍ରସବ ନିଷେଧ ଆଜି ଠାରୁ ଆଉ ନୁହଁ। ଲକ୍ଷ୍ମୀ ମା ହାତ ଯୋଡ଼ିଲେ ବାଟରେ ଯାଇଥିଲୁ ସେ ବାଟରେ ଯା ଭୁଲ କରିଛନ୍ତି ହଁ ମା ଭୁଲ କରିଛନ୍ତି ଲକ୍ଷ୍ମୀ ଆଉ ଚଣ୍ଡାଳ ଘରକୁ ଯାଇଥିଲେ ବଳରାମ ଠାକୁର ଦେଢଶୁର ତାଙ୍କର କହିଲେ ତାଙ୍କ ସ୍ୱାମୀ ବିଗିଡ଼ିଲେ କାହିଁକି ଚଣ୍ଡାଳ ଘରକୁ ଯାଇଥିଲ ଲକ୍ଷ୍ମୀ ମା ଭୁଲ କରିଦେଇଛନ୍ତି ପଳେଇଛନ୍ତି ତ ବାଉଳାରେ ଭକ୍ତ ଡାକିଲା ବୋଲି ପଳେଇଥିଲେ ନା ଆଁ? ନା କଣ ନା